ଦଶମ ଶ୍ରେଣୀ ପିଲାମାନେ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ତମର ହିନ୍ଦୀ ସୌରଭ ବହିର ଅନମୋଲ ବନିର କବୀର ଦାସର ଦୋହେର ଆମେ କବୀର ଦାସଙ୍କର ଦୋହେର ଆମେ ବିଷୟବସ୍ତୁ ଆଲୋଚନା କରିବା। ତ ଦେଖ କ'ଣ କୁହାଯାଇଛି, ସଚ୍ ବରାବର ତପ ନେହିଁ। ତାର ଅର୍ଥ ହେଉଛି ସତ୍ୟ ସବୁଠାରୁ ମହାନ, ସଂସାରରେ କିଛି ସିଦ୍ଧି ଓ ମୁକ୍ତି ପାଇବା ପାଇଁ ସାଧକ ତପସ୍ୟା କରିଥାଏ। ତପସ୍ୟାକୁ ସବୁଠାରୁ ଶ୍ରେଷ୍ଠ କର୍ମ ବୋଲି ବିଚାର କରାଯାଏ, କିନ୍ତୁ ସତ୍ୟ ତପସ୍ୟା ଠାରୁ ମଧ୍ୟ ଉଚ୍ଚ। ସତ୍ୟ ସମ ତପସ୍ୟା ଆଉ କିଛି ନାହିଁ। ଝୁଟ୍ ବରାବର ପାପ, ଆର ଅର୍ଥ ହେଉଛି ମିଥ୍ୟା ଭଳି କୌଣସି ପାପ ଆଉ ନାହିଁ, ଅର୍ଥାତ୍ ମିଥ୍ୟା ସବୁଠାରୁ ବଡ଼ ପାପ, ବହୁତ ଖରାପ କାମ। ପାପାଚରଣ କରୁଥିବା ଲୋକର ପତନ ହୁଏ, ବଡ଼ ଦୁର୍ଗତି ହୁଏ। ମିଥ୍ୟା କହୁଥିବା ଲୋକର ମଧ୍ୟ ସବୁଠାରୁ ବଡ଼ ଦୁର୍ଗତି ହୁଏ, ତାର ଜୀବନ ବ୍ୟର୍ଥ ହୋଇଯାଏ। ତାପରେ ଯାକେ ହୃଦୟ ସଚ୍ ହେ ତାକେ ହୃଦୟ ଆପ୍, ଆର ଅର୍ଥ ହେଉଛି ଯାହାର ହୃଦୟରେ ସତ୍ୟ ନିବାସ କରୁଥାଏ, ଅର୍ଥାତ୍ ଯେଉଁ ଲୋକ ସର୍ବଦା ସତ କହୁଥାଏ ତା ହୃଦୟରେ ଭଗବାନ ନିବାସ କରନ୍ତି। ସତ୍ୟବାଦୀର ହୃଦୟ ନିର୍ମଳ ପବିତ୍ର ହୋଇଥାଏ। ନିର୍ମଳ ପବିତ୍ର ହୃଦୟ ଭଗବାନଙ୍କର ଅତି ପ୍ରିୟ ହୋଇଥାଏ, ସେ ମହାନ ହୋଇଥାଏ। ତାପରେ ଆଉ କ'ଣ କହିଛନ୍ତି, ସମାଜରେ ସତ କହୁଥିବା ଲୋକକୁ ସମସ୍ତେ ଆଦର କରନ୍ତି, ମିଛ କହୁଥିବା ଲୋକଙ୍କୁ ସମସ୍ତେ ଘୃଣା କରନ୍ତି। କବୀର ଦାସ ସଫଳ ଜୀବନ ପାଇଁ ସତ୍ୟବାଦୀ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି। ତାପରେ ଆଉ କ'ଣ କହିଛନ୍ତି ଦେଖ, ଯୋ ତୋକ କାଟା ବୋବେ ତାହି ବହୁତ ଫୁଲ, ଆର ଅର୍ଥ ଏକଥା ସବୁବେଳେ ସତ୍ୟ ପ୍ରମାଣିତ ହୋଇଥାଏ ଯେ ଭଲ କାମର ଫଳ ଭଲ ହୋଇଥାଏ ଓ ମନ୍ଦ କାମର ଫଳ ମନ୍ଦ ହୋଇଥାଏ, କର୍ମ ଅନୁସାରେ ଫଳ ମିଳେ। ସେଥିପାଇଁ ପ୍ରବଚନ ଅଛି, କର୍ମ ଯେପରି ଫଳ ସେପରି। ସେଥିପାଇଁ ପ୍ରତ୍ୟେକ ଲୋକର ଭଲ କାମ କରିବା ଉଚିତ। କବୀର ଦାସଙ୍କ କହିବା କଥା ହେଉଛି, ଯେଉଁ ଲୋକ ତୁମ ରାସ୍ତାରେ କଣ୍ଟା ପୋତୁଛି, ଅର୍ଥାତ୍ ତୁମର କ୍ଷତି କରୁଛି, ତୁମେ ତା ଉପରେ କ୍ରୋଧ ପ୍ରକାଶ କର ନାହିଁ, ତାର ମନ୍ଦ କର ନାହିଁ, ତା ବଦଳରେ ତୁମେ ତା ମାର୍ଗର ଫୁଲ ବିଛେଇ ଦିଅ, ଅର୍ଥାତ୍ ତାର ଉପକାର କର, କାରଣ ତୁମକୁ ତୁମ ଭଲ କାମର ଫଳ ମିଳିବ। ତାପରେ ତୋକୁ ଫୁଲ କୋ ଫୁଲ ହେ ବାକୋ ହେ ତ୍ରିଶୂଲ, କାରଣ ତୁମ ଭଲ କାମର ଫଳ ମିଳିବ, ତାକୁ ତା ମନ୍ଦ କାମର 3 ଗୁଣ ମନ୍ଦ ଫଳ ମିଳିବ, ତାର ଗୋଟିଏ କ, ତା ପାଇଁ 3ଟି କ, ତମ ପାଇଁ ଗୋଟିଏ କ, ତା ପାଇଁ 3ଟି କ ଥିବା ତ୍ରିଶୂଳ ହୋଇଯିବ। କ୍ରୋଧର ବଶୀଭୂତ ହୋଇ କିମ୍ବା ପ୍ରତିଶୋଧ ପରାୟଣ ହୋଇ ତୁମେ ଯେଉଁ ତାର କ୍ଷତି କରିବ, ତେବେ ତ ତୁମକୁ ତୁମ ମନ୍ଦ କାମର ମନ୍ଦ ଫଳ ମିଳିବ। ତୁମର ଲକ୍ଷ୍ୟ ତ ତାହା ନୁହେଁ, ବୁଝିଲା ପିଲାମାନେ? ତୁମର ଲକ୍ଷ୍ୟ ହେଉଛି ଭଲ କାମ କରିବା, ପରିଣାମ ସ୍ୱରୂପ ତୁମକୁ ତାର ଭଲ ଫଳ ମିଳିବ, ତୁମର ଉପକାର ହେବ, ତୁମର ମଙ୍ଗଳ ହେବ। କବୀର ଦାସ ସେଠାରେ ଆମକୁ ମନ ନିର୍ମଳ ରଖି ଭଲ କାମ କରିବାକୁ ପ୍ରେରଣା ଦେଇଛନ୍ତି। ତାପରେ କ'ଣ କହିଛନ୍ତି, ଧୀରେ ଧୀରେ ରେ ମନା ଧୀରେ ଧୀରେ ସବ୍ କୁଛ ହୋଏ, ମାଲି ସିଞ୍ଚେ ସଘଡ଼ା ଋତୁଆଏ ଫଲ ହୁଏ, ଆର ଅର୍ଥ ହେଉଛି, କବି ମନକୁ ସମ୍ବୋଧିତ କରି କହୁଛନ୍ତି ଯେ ମନ, ତୁ ଏକଥା ଭଲ ଭାବରେ ସ୍ମରଣ କରିଥାଉ ଯେ କାମ ଧୀରେ ଧୀରେ ହୁଏ, ଅର୍ଥାତ୍ ପ୍ରତ୍ୟେକ କାମ ପାଇଁ କିଛି ନା କିଛି ସମୟ ଲାଗିଥାଏ। କେବଳ ମାତ୍ର ଇଚ୍ଛା କରିଦେଲେ କାମ ସମ୍ପୂର୍ଣ୍ଣ ହୋଇଯାଏ ନାହିଁ, ତେଣୁ କାମଟିଏ ପୁରା ହେବା ପାଇଁ ଆବଶ୍ୟକ ସମୟ ହେବାକୁ ପଡ଼ିଥାଏ। ଅଧିକ ବ୍ୟଗ୍ର ହୋଇ ପଡ଼ିଲେ ବା ବ୍ୟସ୍ତ ହୋଇ ପଡ଼ିଲେ କିଛି ଲାଭ ହୋଇ ନଥାଏ, ବରଂ କାମ ଖରାପ ହୋଇଯାଏ, ବୁଝିଲା? ତେଣୁ କାମ କରିବା ସମୟରେ ଧୈର୍ଯ୍ୟ ଧାରଣ କରିବା ଶ୍ରେୟସ୍କର ବା ଆବଶ୍ୟକ। ଏହି କଥାଟିକୁ ଅଧିକ ସ୍ପଷ୍ଟ କରିଦେବାକୁ ଯାଇ କବୀର ଦାସ ଗୋଟିଏ ଉଦାହରଣ ପ୍ରଦାନ କରିଛନ୍ତି। କି ଉଦାହରଣ ନା, ମାଲି ସିଞ୍ଚେ ସଘଡ଼ା ଋତୁଆଏ ଫଲ ହୁଏ, ମାନେ ମାଳି ବଗିଚାର ବୃକ୍ଷଲତାଙ୍କର ଯତ୍ନ ନିଏ, ସେ ଗଛ ଲଗାଏ, ସେଥିରେ ପାଣି ମଧ୍ୟ ଦିଏ, ପୂର୍ଣ୍ଣ ବିକଶିତ ହୋଇ ସେଥିରେ ଫଳ ଆସିବା ପର୍ଯ୍ୟନ୍ତ ସେ ଅପେକ୍ଷା କରେ କି ନାହିଁ, ସମସ୍ତେ ଜାଣିଥିବ। ମାଳି ଅପେକ୍ଷା କରିଥାଏ, ଉପଯୁକ୍ତ ସମୟ ଆସିଲେ ଗଛରେ ଫଳ ଧରେ, ନାଇଁ କି? ମାଳି ଶୀଘ୍ର ଫଳ ପାଇବା ଆଶାରେ ଯଦି ତାର
ମୂଳରେ 100 ମାଠିଏ ପାଣି ଢାଳି ଦିଏ ଅର୍ଥାତ୍ ବାରମ୍ବାର ପାଣି ଦେଲେ ମଧ୍ୟ କିଛି ଲାଭ ମିଳିନଥାଏ ନାଇଁ କି ସମୟ ନ ଆସିଲେ ଗଛରେ ଫଳ ଧରେ ନାହିଁ ସେଥିପାଇଁ ଅପେକ୍ଷା କରିବା ଓ ଧୈର୍ଯ୍ୟ ଧାରଣ କରିବା ଉଚିତ। ତ ପିଲେ ଆର ପ୍ରଶ୍ନ ଉତ୍ତର ମୁଁ ଅପଲୋଡ କରିସାରିଛି ଯୋଉ ପ୍ରଶ୍ନ ଉତ୍ତର ସହିତ ଭାଷା ଜ୍ଞାନ ମଧ୍ୟ ଅପଲୋଡ ହେଇସାରିଛି ଡେସ୍କ୍ରିପସନରେ ଲିଙ୍କ ଦିଆହେଇଛି ତମେ ତାହିରୁ ଯାଇକି ଦେଖିପାର। ଥ୍ୟାଙ୍କ୍ସ ଫର ୱାଚିଂ। ଆଉ ହଁ ଚ୍ୟାନେଲରୁ ଯଦି ନୂଆ ଆସିଛୁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନେବ ଆଉ ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିଦେବ।